ଆଜି ରବିବାର ମୁଁ ପ୍ରାୟ 8:30 9ଟା ବେଳୁ ସୁଲୁ ପାଖରୁ ଘରକୁ ପଳେଇ ଆସିଛି। ଆଉ ଘରେ ଆସି ଦେଖିଲା ବେଳକୁ ମୋ ପ୍ରିୟ ତରକାରୀଟା ରୋଷେଇ ହେଇଛି। ତେଣୁ ସେଥିରୁ ଗାଣ୍ଡୁଏ ଖାଇ ମୁଁ ଶୋଇ ପଡ଼ିଥିଲି। ହେଲେ ଯିବି ତ ନିଶ୍ଚୟ ସୁଲୁ ପାଖକୁ। ଭାବିଲି ଏତେବେଳ ତ ଘରେ କଟିଗଲାଣି, ଆଉ ଲାଇଭ୍ କାର୍ଯ୍ୟକ୍ରମଟା କାହିଁକି ବନ୍ଦ କରିବି, ଟିକେ ଦୁଃଖ ସୁଖ ହେଇଯିବା। ଆଜି ବି କ'ଣ ଖାଇଥିଲି ମୁଁ କହିନି, କହିବା କଥା ଭୁଲି ଯାଇଥିଲି। ମୋ ପ୍ରିୟ ତରକାରୀ କେଉଁଟା କହିଲେ? ପଣସ କଠା ତରକାରୀ। ଆପଣମାନଙ୍କୁ କାହାକୁ ପଣସ କଠା ତରକାରୀ ଭଲ ଲାଗେ ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ। ସାଧାରଣ ପିଆଜ ରସୁଣ ଅଦା ମସଲାରେ ଆଳୁଦମ୍ ପାଗରେ ଆଜି ଲିପି ପଣସ କଠା ତରକାରୀ କରିଥିଲା। ଭାରି ସ୍ୱାଦିଷ୍ଟ ଲାଗୁଥିଲା। କିନ୍ତୁ ଆପଣ ଏଇ ପଣସ କଠାକୁ ପୋସ୍ତ ଦେଇ ତରକାରୀ କରିବେ। ଆଉ ଦିନେ ଦେଖାଇବି। ବହୁତ କଥା ଏମିତି କହିଦେଉଛି କିନ୍ତୁ କାର୍ଯ୍ୟରେ କରିପାରୁନାହିଁ। ଦୁଃଖିତ ମୁଁ। କିନ୍ତୁ ପଣସ କଠା ପୋସ୍ତ ତରକାରୀ କରି ମୁଁ ଗୋଟେ ପୁରସ୍କାର ବି ପାଇଥିଲି। ସେସବୁ ଛାଡ଼ନ୍ତୁ, କଥା ହେବା ଆଜି 5ଟାରେ।